এটা ଗୋଟେ ଖୁସିର ଜିନିଷ। ଯେତେବେଳେ ପ୍ରଥମେ ଆଇଆଇସି ଏ ବିଷୟରେ ପ୍ରସ୍ତାବ ଦେଇଥିଲେ ମୁଁ ବହୁତ ଖୁସି ହେଇଥିଲି। ମୁଁ କହିଲି ନା ନିଶ୍ଚୟ ଏଭଳିଆ ପ୍ରୋଗ୍ରାମ କରିବା ଦରକାର। ରକ୍ତଦାନ ମହତଦାନ ଆପଣମାନେ ଜାଣିଛନ୍ତି, କିନ୍ତୁ ଯେତେବେଳେ ଦରକାର ପଡ଼େ ଏବଂ ଯାହାର ଦରକାର ପଡ଼େ ଏ ନେସେସିଟିଟା ସିଏ ହିଁ ସେଇ ସମୟରେ ବୁଝେ ମହତ୍ତ୍ୱଟା କ'ଣ। ତ ନିଶ୍ଚୟ ମୁଁ କହିବି, ବର୍ତ୍ତମାନ ଖରା ଦିନରେ ବେଶୀ ବ୍ଲଡ୍ ଡୋନେସନ୍ ହେଇପାରୁନି, ସବୁଆଡ଼େ ସର୍ଟେଜ୍ ବି ରହୁଛି। ଆମର ବ୍ଲଡ୍ ବ୍ୟାଙ୍କ ଭଦ୍ରକ ହଉ କଟକ ହଉ ପ୍ରାୟ ସବୁ ଜାଗାରେ ସର୍ଟେଜ୍ ରହୁଛି। ତେଣୁ ଏଇଟା ଗୋଟେ ବହୁତ ଭଲ ଜିନିଷଟା ଯେଉଁଟାକି ରିପ୍ଲେନିସ୍ ହେଇପାରିବ ଆମର ସର୍ଟେଜଟା। ତେଣୁ ଭଲ ଜିନିଷ କରିବା ଉଚିତ, ଭଲ ଜିନିଷକୁ ଆପଣେଇବା ଉଚିତ। ତେଣୁ ଆଜି ହେଲା ଆଇଆଇସିଙ୍କର ଜନ୍ମଦିନ ଅଛି, ତେଣୁ ସେଥିରେ ମୁଁ ତାଙ୍କୁ ବହୁତ ଶୁଭେଚ୍ଛା ଶୁଭକାମନା ଦେଉଛି। ତା ସହିତ ଧନ୍ୟବାଦ ମଧ୍ୟ ଦେଉଛି। ଆପଣମାନଙ୍କୁ ସବୁ ମୁଁ ନିବେଦନ କରୁଛି ଯେ ଆପଣମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତୁ ଏବଂ ଆହୁରି କେତେ ଯେମିତି ଅଧିକା ୟୁନିଟ୍ ଆମର କଲେକ୍ସନ୍ ହେଇପାରିବ ସେ ଦିଗରେ ଯତ୍ନବାନ ହୁଅନ୍ତୁ। ନିଶ୍ଚୟ ମୁଁ କହିବି ଏଇଟା ଆମର ଏ ଅଞ୍ଚଳ ପାଇଁ ଏବଂ ବାସୁଦେବପୁର ପୁଲିସ ପାଇଁ ଏଇଟା ପ୍ରଥମ ଥର ହେଇଛି। ମୁଁ ଚିନ୍ତା କରୁଛି ୟା ପରେ ଆକୁ ଟିକେ ବେଶୀ ବଡ଼ ଧରଣର କରିବା ପାଇଁ ରିଜର୍ଭରେ। ତେଣୁ ଏଇ ଯେଉଁ ପ୍ରୋଗ୍ରାମଟି ଏଇଟା ହେଲା ସେଥିପାଇଁ ଆପଣମାନଙ୍କର ସହଯୋଗ, ପୁଲିସ ରହିଲେ, ଅନ୍ୟମାନେ ଯେଉଁ ରହିଲେ, ଆମର ଯେତେ ବି ବାସୁଦେବପୁରବାସୀ ଅଛନ୍ତି, ସାମ୍ବାଦିକ ହୁଅନ୍ତୁ, ରାଜନେତା ହୁଅନ୍ତୁ, ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି। ଏବଂ ବୃକ୍ଷରୋପଣ ତ ସେଇଟା ସବୁଦିନ କରିବା ଉଚିତ। ଏଇଟା ଯେତେ ଆମର ତ ଅନ୍ୟ ଜାଗାରେ ଅଛି, କୋଉଠି ଝିଅ ଜନ୍ମ ହେଲେ କିଏ ଗୋଟେ ଗଛ କଲାଣି, ଗଛ ଲଗେଇଲାଣି, ତ କୋଉଠି ବାହାଘରଟେ ହେଲେ ଗଛ ଲଗାଉଛନ୍ତି। ଏଇଟା ଆମର ବର୍ତ୍ତମାନ ଯେଉଁ ପାରିପାର୍ଶ୍ୱିକ ଅବସ୍ଥା, ବର୍ତ୍ତମାନ ଆମର ଯେଉଁ ଜଳବାୟୁର ଯେଉଁ ଅବସ୍ଥା, ଗଛ ଲଗାଇବାଟା ନିହାତି ଜରୁରୀ। ତେଣୁ ଆପଣମାନଙ୍କ ଜରିଆରେ ମୁଁ ସମସ୍ତଙ୍କୁ କହିବି, ସମସ୍ତେ ଯେତେ ଫାଙ୍କା ଜାଗା ରହିଛି ଗଛ ଲଗାନ୍ତୁ ଏବଂ ଜଳବାୟୁ ପରିବର୍ତ୍ତନରେ ଗୋଟେ ସହାୟକ ହୁଅନ୍ତୁ ଏବଂ ଗୋଟେ ଦୂତଟି ହେବା ଆଗକୁ ଆସନ୍ତୁ। ଧନ୍ୟବାଦ।